ସେଟା 37:23 ଟିକେ ପଢ଼ୁଛି। ସଦାପ୍ରଭୁଙ୍କର ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। The steps of the man are established by the Lord when he delights in his way. धन्यवाद ईश्वर, हालेलुया, तुम्हारे नाम को धन्यवाद ईश्वर का। बहुत सुंदर समय देखा, तुम नाम को धन्यवाद ईश्वर। बाप में मैंने पापा में से भागने किया, हालेलुया हालेलुया तो बहुत मोर मोर से हालेलुया प्लान थिबा जुग हालेलुया मैंने पापा में से तुम्हारी कथा शिखिया नहीं मत प्रार्थना को जा हालेलुया वाक्य पढ़वा हालेलुया हालेलुया बुझिबा भाई प्रभु तुम आत्मार को अनुष्ठान दियो हालेलुया हालेलुया प्रार्थना को जा हालेलुया ते गण समस्त तुम हस्तर समर्पण यीशु का नाम में छिपा आमीन। तो हमका 37 एक पद 23 The steps of the man are established by the Lord when he delights in his way. मैंने सदाबले मोर लाइफ रे एमती विषय ए वाक्य को देखा गले मैं सदाबले देखु जे आमनकर निजर स्टेप निजर इच्छा द्वारा ही आम मैंने जीवा चेष्टा करता तेणुक आमनकर केबे भी सफल हो पारे लिखा है इस्टाब्लिश बाय बोले इस्टाब्लिश बोले सीधा परमेश्वर सफल कर से रास्ता जिते बड़े आम द स्टेप्स ऑफ द मैन आर इस्टाब्लिश मैंने जिते बड़े आम स्टेप प्रभु प्रभुंर इच्छा अच्छी ता द्वारा आम जो आम स्टेप को नेबा से प्रभु इस्टाब्लिश कर आम समस्त विषय देखते लिखा अच्छे मोर अंडरस्टैंडिंग अच्छे प्रभु when he delight in his way ଯେତେବେଳେ ସେ ତାର ସମସ୍ତ ବିଷୟ ତା ଉପରେ ଦେବ ଏକ ତାର ମନ ପୁରା ପ୍ରାଣ ତାକୁ ଯେତେବେଳେ ଦେବ ସେତେବେଳେ ପରମେଶ୍ୱର ତାର ସମସ୍ତ ବିଷୟ ତାକୁ ଆମମାନଙ୍କର ଜୀବନରେ ଏପରି ହେବା ଆବଶ୍ୟକ ଅଟେ। ଆମେମାନେ ନ ଜାଣିକି ଆମମାନଙ୍କର ନିଜର ଇଚ୍ଛା ଅନୁସାରେ ନିଜର ପ୍ଲାନ୍ ଅନୁସାରେ ଆମେ ସଦାବେଳେ ଆମେ ଫେଲର ହେଲେ ବି ଠାରେ ଆମେ ଦେଖିବାକୁ ପାଇଲୁ ଯେ ଯେତେବେଳେ ଆମେ ଆମମାନଙ୍କର ଏଭ୍ରି ଷ୍ଟେପ୍ ଆମମାନଙ୍କର ଯେତେବେଳେ ନୂଆ ନୂଆ ଷ୍ଟେପ୍ ପକାଇବା ସେତେବେଳେ ଆମେ ପ୍ରଭୁଙ୍କର ଇଚ୍ଛାରେ ଯେତେବେଳେ ଆମେ ତାଙ୍କର ଡିଲାଇଟ୍ କରି ତାଙ୍କ ସହିତ ରହିକି ଆମେ ଯେତେବେଳେ ଆମମାନଙ୍କର ଷ୍ଟେପ୍ ଆମେ ବଢ଼େଇବା ସେତେବେଳେ ପରମେଶ୍ୱର ଆମମାନଙ୍କର ସମସ୍ତ ବିଷୟ ପୁରା କରିବେ। ଧନ୍ୟବାଦ ହେଉଛି ପୁରୀ ଲେଖା ଅଛି କାରଣ God's plan is good and perfect। ଯେତେବେଳେ ଆମେ ମନୁଷ୍ୟ ଆମେ ନିଜ ଇଚ୍ଛାରେ ଯେତେବେଳେ ଆମେ ଷ୍ଟେପ୍ ଆମମାନଙ୍କର ଯେଉଁ ବି ପ୍ଲାନ୍ ଆମେ ଯେତେବେଳେ ବଢ଼େଇବା ସେତେବେଳେ ମୁଁ ବେଶୀ ଲୋକମାନଙ୍କୁ ଦେଖିକି ଆଇଛି ଦେଖୁଛି ବି ସେମାନେ ଯାଇକି ଏପରି ପ୍ଲାନ୍ କରିବେ ଶିକ୍ଷିତ ଯିବେ ସମସ୍ତ ବିଷୟରେ ପାଇଯିବେ ସମସ୍ତ ବିଷୟ ପାଇଯିବେ କିନ୍ତୁ ତା ଏଣ୍ଡିଂରେ ଗୋଟେ ପିସ୍ ନଥିବେ ଶାନ୍ତି ନଥିବେ ଏ ପ୍ରକାର ହୋଇଯାଏ ଆଉ ଯେତେବେଳେ ସେମାନେ ଏଣ୍ଡିଂରେ ଯିବେ ସେତେବେଳେ ଫେଲର ହିଁ ଦେଖାଯାଏ ଏ ପ୍ରକାର ଦେଖାଯାଉଛି। ଆଉ ପ୍ରଭୁ ଯେତେବେଳେ କହୁଛନ୍ତି ଯେ God's plan is perfect and good ଆମେ ଯେତେବେଳେ ତାଙ୍କଠାରେ ଡିଲାଇଟ୍ କରୁ ଆମମାନଙ୍କର ସମସ୍ତ ଗତି ଆମମାନଙ୍କର ସମସ୍ତ ବିଷୟ ସମର୍ପଣ କରୁ ଆମମାନଙ୍କର ଏଭ୍ରି ଷ୍ଟେପ୍ ତାଙ୍କର ଇଚ୍ଛାରେ ଯେତେବେଳେ ପକାଇବା ଆମମାନଙ୍କର ସମସ୍ତ ବିଷୟ ପ୍ରଭୁ ଇଷ୍ଟାବ୍ଲିଶ୍ କରିବେ ସମସ୍ତ ବିଷୟ ସଫଳ କରିବେ ବୋଲି ସମସ୍ତଙ୍କୁ ଜଣାଇ ଦେଉଛି। ପ୍ରଭୁଙ୍କର ବାକ୍ୟ ଦେଖି ଆସିବା।